ସଂସାର ସାଗରେ ଜୀବନ ନୌକା ପ୍ରେମର କାତ ମୁଁ ଧରିଛି। ସେ ପ୍ରେମର ସ୍ପର୍ଶ ଆପଣଙ୍କୁ ଲାଗୁ, ଘର ସଂସାର ମୁଁ ଚାହୁଁଛି। ନମସ୍କାର ଶ୍ରୋତା ଭଉଣୀ, ଖୁବ୍ ଆଦର ଆଉ ସମ୍ମାନର ସହିତ ଆପଣମାନଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ହଁ ଭଉଣୀ, ଜୀବନ ସଂଘର୍ଷମୟ ସତ, କିନ୍ତୁ ଏହାକୁ ସହଜ ସୁନ୍ଦର କରିବା ଆମର ଦାୟିତ୍ୱ। ଜୀବନ କଡ଼ା ଗପଟିଏ ସତ, କିନ୍ତୁ ଏହାକୁ ସଙ୍ଗୀତମୟ କରିବା ଆମରି ପ୍ରଚେଷ୍ଟା ଉପରେ ନିର୍ଭର କରେ। ସୁନ୍ଦର ସ୍ୱପ୍ନର ମାପକାଠିଗୁଡ଼ିକୁ ବାସ୍ତବର ରୂପ ଦେଇ ଏହାକୁ ଚିର ବସନ୍ତରେ ସଜେଇବାକୁ ହେଲେ କେବଳ ଧୈର୍ଯ୍ୟ, ସହନଶୀଳତା ଏବଂ ନୀରବ ସୁବିଚାରକୁ ସାଥୀ କରିବାକୁ ହେବ। ଆସନ୍ତୁ ତାହେଲେ ହାତରେ ହାତ ମିଳାଇ ଆଗେଇ ଚାଲିବା କାର୍ଯ୍ୟକ୍ରମରେ ଆଗକୁ ଆଗକୁ। ଶ୍ରୋତା ଭଉଣୀ, ଆମର ଜୀବନଚର୍ଯ୍ୟାରେ ଯେତେ ବିଷୟବସ୍ତୁ ରହିଛି ତା ଭିତରେ ସୁନ୍ଦର, ସୁଶୀଳ, ମନୋରମ ଏବଂ ଅନୁଭବମୟ ଓ ଆମ ଜୀବନ ପାଇଁ ଶିକ୍ଷଣୀୟ ରୂପଟି ହେଉଛି ଆମ ସାହିତ୍ୟ। ଏହି ସାହିତ୍ୟର ସୃଷ୍ଟି କେବଳ ଆମରି ଅନ୍ତର ମନର ଗାଥାକୁ ନେଇ, ଆମ ମୁଖ ନିଃସୃତ ଅମୃତ ବାଣୀକୁ ନେଇ, ଆମ ସଂସାରକୁ ନେଇ। ସାହିତ୍ୟର ଅମୃତମୟ ସିନ୍ଧୁ ଭିତରେ ଜନ୍ମ ନେଇଥାନ୍ତି ଆମ ମନର, ଆମ ହୃଦୟ ଓ ଆମ ଅନୁଭବରେ ସଜ୍ଜିତ ଗଳ୍ପ, କବିତା ଓ ପ୍ରବନ୍ଧ। ସେମିତି ଆଜି ଆସନ୍ତୁ ମଜିଯିବା ସେଇ ଅନୁଭୂତିମୟ କବିତାଗୁଡ଼ିକ ମଧ୍ୟରେ। ଆଜି ଆମ ସହିତ ଅଛନ୍ତି ଭଉଣୀ ମୋହିନୀ ହୋତା। ଆସନ୍ତୁ ତାଙ୍କୁ ଭେଟିବା ଏବଂ ତାଙ୍କ ଲେଖନୀ ନିଃସୃତ କିଛି କବିତାଗୁଡ଼ିକ ମଧ୍ୟ ତାଙ୍କଠାରୁ ଶୁଣିବା। ମ୍ୟାଡ଼ାମ୍ ନମସ୍କାର। ନମସ୍କାର। କାର୍ଯ୍ୟକ୍ରମକୁ ଆପଣଙ୍କୁ ଖୁବ୍ ସମ୍ମାନ ଏବଂ ଆଦରର ସହିତ ସ୍ୱାଗତ ଜଣାଉଛି। ଧନ୍ୟବାଦ ମ୍ୟାଡ଼ାମ୍। କାର୍ଯ୍ୟକ୍ରମର ଆରମ୍ଭରେ ପ୍ରଥମେ ଆପଣଙ୍କଠାରୁ ଗୋଟିଏ କବିତା ଶୁଣିବା, ତାପରେ ଆଗକୁ ବଢ଼ିବା। ମୋହିନୀ ଭଉଣୀଙ୍କର ପ୍ରଥମ କବିତାର ଶୀର୍ଷକ ହେଉଛି ପ୍ରେମ ବାର୍ଷିକୀ। ବସନ୍ତର ଆଦ୍ୟ ଆଗମନେ ବହି ଯେବେ ଚୈତାଳି ପବନ, ହୃଦୟର ପ୍ରତ୍ୟେକ ସ୍ପନ୍ଦନ ଆଣିଦିଏ ଭିନ୍ନ ଶିହରଣ। ଅନୁଭବେ ତୁମ ଆଗମନ, ସଙ୍ଗୀତର ପ୍ରତ୍ୟେକ ମୂର୍ଚ୍ଛନା ଝଙ୍କୃତ କରେ ଯେବେ ହୃଦୟର ତନ୍ତ୍ରୀ। ମନେ ପଡ଼େ ତୁମ ପ୍ରେମର ରାଗିଣୀ, ସ୍ୱପ୍ନାବିଷ୍ଟ ହୁଏ ଜୀବନ ସରଣୀ। ତନ୍ଦ୍ରା ଅଭିଭୂତ ହୁଏ ପ୍ରେମାସିକ୍ତ ମନ, ଅନୁଭବେ ତୁମ ଆଗମନ, ଅନୁଭବେ ତୁମ ଆଗମନ। ବନ୍ଧୁରିତ ପଥେ ଯେବେ ଝୁଣ୍ଟି ପଡ଼େ କେବେ, ଅନୁଭବେ ସେ ଅଦୃଶ୍ୟ ହାତ ନେଉଅଛି ଧରି। ପ୍ରେମାବିଷ୍ଟ ଆଶ୍ଳେଷରେ ଭରି ପୌଷ ଶିଶିରର ଘାତେ, ବ୍ୟତିବ୍ୟସ୍ତ ହେଲେ ଜୀବନ, ହେ ଜୀବନ ଆକାଶ ତପନ। ଅନୁଭବେ ତୁମ ଆଗମନ, ଅନୁଭବେ ତୁମ ଆଗମନ। ଧରିତ୍ରୀ ସାଜିଛି ହେଲେ ଭୁଲି ଆବର୍ତ୍ତନ, ତୁମରି କକ୍ଷରେ କରେ ମୁଁ ପରିକ୍ରମଣ। ସ୍ମୃତି ସବୁ କରି ରୋମନ୍ଥନ, ଅନୁଭବେ ତୁମ ଆଗମନ। ଆଜୀବନ ଜନ୍ମ ଜନ୍ମାନ୍ତର ପାଇଁ ବନ୍ଧା ଏଇ ପ୍ରେମର ବନ୍ଧନ। ବର୍ଷ ମାସ ଦିନ ଦଣ୍ଡେ ବନ୍ଧା ନୁହେଁ ଏ ପ୍ରେମ ବାର୍ଷିକୀ। ପ୍ରେମ ସେ ଯେ ଶାଶ୍ୱତ ଚିରନ୍ତନ, ଅନୁଭବେ ଚିରଦିନ ତବ ଆଗମନ, ତବ ଆଗମନ। ଖୁବ୍ ସୁନ୍ଦର ଆପଣଙ୍କର ଏଇ ରଚନାଟି। ତାହେଲେ କୁହନ୍ତୁ, ଏଇ କବିତା ସବୁ ଲେଖିବା ପାଇଁ ଆପଣଙ୍କର କେମିତି ଆଗ୍ରହ ହେଲା? କବିତା ତ ମନର ଭାବନାର ସ୍ୱତଃସ୍ଫୂର୍ତ୍ତ ଭାବରେ ଯେତେବେଳେ ଉଦ୍ବେଳିତ ହୁଏ, ସେତେବେଳେ କାଗଜ କଲମରେ ଉତାରି ଦେବାକୁ ମନ ହୁଏ। ଆଜ୍ଞା। ମୁଁ ପ୍ରଥମେ ମୋର ବାପାଙ୍କର କବି ପ୍ରତିଭାରେ ଅନୁପ୍ରାଣିତ ହୋଇ କବିତାଟିଏ ଲେଖିବା ପାଇଁ ଇଚ୍ଛା କରିଥିଲି। ସେତେବେଳେ ମୁଁ ସପ୍ତମ ଶ୍ରେଣୀରେ ପଢ଼ୁଥିଲି। ଆଉ ପ୍ରଥମ ଭଜନଟିଏ ଲେଖି ବାପାଙ୍କୁ ଦେଖାଇଥିଲି। ବାପା ବହୁତ ଖୁସି ହୋଇଯାଇଥିଲେ ଏବଂ କହିଥିଲେ, ବୋଇ ଭବିଷ୍ୟତରେ ତୁ ଜଣେ ଭଲ କବି ହେବୁ। ତାହେଲେ ବାପା ବି କବିତାକୁ ଭଲ ପାଆନ୍ତି, ଆଉ ସିଏ ବି କବିତା ଲେଖୁଥିଲେ କି? ହଁ, ସେ ବହୁତ ଖୁବ୍ ସୁନ୍ଦର ଲେଖୁଥିଲେ। ଆଜ୍ଞା। ଆଉ ଭାଷାରେ
ଏବଂ ସମ୍ବଲପୁରୀରେ ମଧ୍ୟ ସେ ଭଲ ଲେଖୁଥିଲେ। ଆଜ୍ଞା ଏବଂ ତାପରେ ଆମେ ଯେତେବେଳେ ହାଇସ୍କୁଲରେ ପଢ଼ୁଥିଲୁ, 2 ଜଣ ସାଙ୍ଗ ଗୋପାଳ କୃଷ୍ଣଙ୍କର ନଦୀ ପଠାରେ କେମିତି କବିତା ଲେଖିଥିଲେ ତାହା ଆଲୋଚନା କଲୁ ଏବଂ ଦୁହେଁ ଆମେ ସ୍ଥିର କଲୁ 2 ଜଣ 2ଟି କବିତା ଲେଖିବୁ ଋତୁ ବିଷୟରେ। ସେଇଠି 2 ଜଣ ଲେଖିଥିଲୁ 2ଟି କବିତା ଓ ଆମ ନବମ ଶ୍ରେଣୀର ସଂସ୍କୃତ ଆଜ୍ଞାଙ୍କୁ ଦେଖେଇଥିଲୁ। ସେତେବେଳେ ଆଜ୍ଞା 2 ଜଣଙ୍କର କବିତା ପଢ଼ିଥିଲେ ଏବଂ ମୋର କବିତାରେ ଖୁସି ହେଇ କହିଥିଲେ ତୁମେ ଭବିଷ୍ୟତରେ ଖୁବ୍ ସୁନ୍ଦର କବିଟିଏ ହେବ, ଭଲ କବିଟିଏ ହେବ, ତୁମର କବିତା ବହୁତ ସୁନ୍ଦର ଲେଖା ହେଇଛି। ସେଇଥିରେ ମୁଁ ବହୁତ ଖୁସି ହେଇଯାଇଥିଲି ଓ ସେଇଦିନ କବିତା ଛାଡ଼ିନି, ଲେଖି ଚାଲିଛି। କିନ୍ତୁ ଘର ସଂସାର ମଧ୍ୟରେ ରହି ମଝିରେ ଟିକେ ବନ୍ଦ ହୋଇଯାଇଥିଲା। କରୋନା ପରେ ପରେ ପୁଣି ତାର ଆରମ୍ଭ ହେଇଗଲା। ଆଜ୍ଞା ଆପଣ ଏଇ ଯେଉଁ ସବୁ କବିତା ଲେଖୁଛନ୍ତି ସେସବୁ ଲେଖିବା ପାଇଁ ଆପଣ କିଛି ନିର୍ଦ୍ଦିଷ୍ଟ ସମୟ ରଖିଛନ୍ତି କି ଯେଉଁ ସମୟରେ କବିତା ଗୁଡ଼ିକ ଆସେ ସେଇ ସମୟରେ ଆପଣ ଲେଖନ୍ତି? ନା, ଏମିତି କେମିତି କିଛି ସମୟ ରଖିନି। ଆଜ୍ଞା କିନ୍ତୁ ବୋଧେ ରଖିବା କଥା ସମୟ। ନାଇଁ, ସେମିତି ରଖି ହୁଏନି, କାରଣ ମୁଁ ଯେତିକି ଅନୁଭବ କରିଛି କବିତା ଏମିତି ନିର୍ଦ୍ଦିଷ୍ଟ ସମୟରେ ଆସେନି। ସେ କେତେବେଳେ ଆସିବ ତାର କିଛି ଠିକଣା ନାହିଁ। ସେଇଟା ଗୋଟେ ଈଶ୍ୱର ଦତ୍ତ କଳା। ଈଶ୍ୱର କେତେବେଳେ କରୁଣା କରିବେ ଆଉ ସେସବୁ ଶବ୍ଦ ଗୁଡ଼ିକ ଆମ ମନ ଭିତରକୁ ଆସିବ। ଆଉ ସେଇ ସମୟରେ ଆମେ ଯଦି ସେ କବିତା ଗୁଡ଼ିକ ନ ଲେଖନ୍ତି, ମାନେ ମୁଁ ଯେତିକି ଅନୁଭବ କରିଛି, ତାହେଲେ ସେଗୁଡ଼ାକ ଭୁଲି ହେଇଯାଏ। ଆପଣ ଠିକ୍ କହିଛନ୍ତି। ଅନେକ ଭାବନା ଆସେ ଆଉ ତାହା ପୁଣି ଧୂମାୟିତ ହୋଇ ଚାଲିଯାଏ। ସେମିତି ମୋର କବିତାରେ ଲେଖିଥିଲି ବି ମୁଁ ଗୋଟିଏ, ଆମର ଭାବନା ଯଦି ସେଇ ସମୟରେ କାଗଜ କଲମ ପାଖରେ ନାହିଁ, ଲେଖିପାରିଲାନି, ତାହେଲେ ସେଇ କବିତା ସବୁ ପୁଣି ଉଭେଇଯାଏ। ତାହେଲେ ଏବେ ଆପଣ ଆମକୁ କେଉଁ କବିତାଟି ଶୁଣେଇବେ? ମୋର ଗୋଟିଏ କବିତା ଅଛି, ଅଧା ଲେଖା କବିତା। ଆଜ୍ଞା ଶବ୍ଦ ସବୁ ହଜିଯାଏ ଧୂମାୟିତ ହୋଇ, ଆସୁ ଆସୁ ମାନସ ପଟରେ, ରଙ୍ଗ ସବୁ ଉଡ଼ିଯାଏ ଶୂନ୍ୟରେ, ସାଦା କାଗଜଟା ଭରା ଶୂନ୍ୟତାରେ। ମୋ ମନର ବିକ୍ଷିପ୍ତ ଇଲାକାରେ, ଆଧିପତ୍ୟ ଅନଧିକାରରେ, ହେ କୃଷ୍ଣ କଳା ମୋର ହରିନେଲ, ଗାଣ୍ଡିବ ଉଠୁନି ଆଜି ଏଇ ହାତରେ। ହଜିଗଲା ସବୁ ଶବ୍ଦର ସମ୍ଭାର, ଭରିବାକୁ ତବ ଶୂନ୍ୟ ସ୍ଥାନ, ରାଗିଣୀ ବିହୀନ ବେସୁରା, ଲାଗେ ଜୀବନଟା ମ୍ଳାନ। ଅଧା ଲେଖା କବିତା ମୋ ଆଜି, ଶୂନ୍ୟ ଏକ ସଫେଦ କାଗଜ, ପୂର୍ଣ୍ଣତାର ପ୍ରତୀକ୍ଷିତ ମୁହୂର୍ତ୍ତରେ, ହୃତ ଶବ୍ଦ ସମ୍ଭାରର ଖୋଜ। ବହୁତ ସୁନ୍ଦର। ଆପଣ ଜଣେ ଲେଖିକା, ସାହିତ୍ୟ ପ୍ରତି ଆପଣଙ୍କର ରୁଚି। ତାହେଲେ ଆପଣ ଯେତେବେଳେ କିଛି ଲେଖିବାକୁ ବସନ୍ତି ସେତେବେଳେ ନିଶ୍ଚିତ ଭାବରେ ସେହି ଲେଖାଟି ସମାଜ ଉପରେ କିଛି ପ୍ରଭାବ ପକାଉ ବା ସମାଜକୁ ଆପଣଙ୍କ ଲେଖାରୁ କିଛି ଶିକ୍ଷା ମିଳୁ, ଏମିତି ଆପଣ କେବେ ଚାହିଁଛନ୍ତି କି? ହଁ, ଯେଉଁ ଲେଖା ସମାଜକୁ କିଛି ଶିକ୍ଷା ଦେଲା ନାହିଁ ତାହା ପ୍ରକୃତରେ ସାହିତ୍ୟ ପଦବାଚ୍ୟ ନୁହେଁ। ଆଜ୍ଞା ତେଣୁକରି ପ୍ରତ୍ୟେକ କବି ହେଉ, ଲେଖକ ହେଉ କି ଗାଳ୍ପିକ ହେଉ, ସେ ସବୁବେଳେ ଚାହିଁଥାଏ କିଛି ଗୋଟେ ନିର୍ଦ୍ଦିଷ୍ଟ ବାର୍ତ୍ତା ଦେବାକୁ। ଆଉ ମୋର ମଧ୍ୟ ପ୍ରତ୍ୟେକ ଗଳ୍ପ କବିତା ସବୁଥିରେ କିଛି ନା କିଛି ବାର୍ତ୍ତା ଥାଏ ସମାଜ ପାଇଁ। ସମାଜ ହିଁ ଶିଖାଏ କବିତା ଗଳ୍ପ ଲେଖିବାକୁ, କିନ୍ତୁ କବିତା ଗଳ୍ପ ସାହିତ୍ୟ ହିଁ ଦିଗ୍ଦର୍ଶନ ଦେଇଥାଏ ସେହି ସମାଜକୁ। ନିଶ୍ଚିତ ଭାବରେ। ଆପଣ ବିଶେଷ କରି କେଉଁ ପ୍ରକାରର କବିତା ଲେଖିବାକୁ ଭଲ ପାଆନ୍ତି? ମୋର କବିତା ଗୁଡ଼ିକ ପ୍ରକୃତିର ବର୍ଣ୍ଣନା ଓ ଜୀବନ ଦର୍ଶନ ଉପରେ ବେଶିକି ପର୍ଯ୍ୟବେସିତ। ତାହେଲେ ପ୍ରକୃତି ଉପରେ ଆପଣ କିଛି କବିତା ଆଣିଛନ୍ତି କି? ନିଶ୍ଚୟ। ତାହେଲେ ଆପଣଙ୍କର ଏଇ କବିତାଟିର ଶୀର୍ଷକ କହିଦିଅନ୍ତୁ। କବିତାର ଶୀର୍ଷକ ଶୀତ। କୁହୁଡ଼ିଆ ସକାଳର ମୁଖେ, ନାଲି ଚା କପ୍ ତୁହାର ଆବର୍ତ୍ତନୀ କରୁଛି ଘୋଷଣା, ଶୀତ ଆସିଛି ହୋଇ ଆନମନା, ଶୀତ ଆସିଛି ହୋଇ ଆନମନା, ଋତୁ ସବୁ ଭୁଲି ନିଜର ଠିକଣା, ଆଜି ଦେଖ ପଥବଣା, ଶୀତ ଆସିଛି ହୋଇ ଆନମନା। ଝରା ପତ୍ରର ଶୁଭେ ବେସୁରା ରାଗିଣୀ, ଶିଶିର ପାତରେ ଫିକା ଦିଶୁଛି ପଦ୍ମିନୀ, ହେମାଳ ସବାରି କୋଳେ ଆସିଛି ଯେ ଶୀତ, ଗରିବର ଭୀତ ହେଲେ ଧନୀ ପାଇଁ ମିତ, ଧରିତ୍ରୀ ଓଡ଼ିଛି ସୁନାର ଓଢ଼ଣୀ, ସୋରିଷ କ୍ଷେତରେ ବିଜେ ନିଜେ ଲକ୍ଷ୍ମୀ ଠାକୁରାଣୀ, ଧାନ୍ୟ କ୍ଷେତ୍ରେ ଫଳି ଅଛି ସୁନା, ଶୀତ ଆସିଛି ହୋଇ ଆନମନା, ଶୀତ ଆସିଛି ହୋଇ ଆନମନା। ସାନ ଦିନର କଅଁଳିଆ ଖରାକୁ ମୁହଁ ଛପା ଦେଇ,
ହଲକାଏ ଶୀତୁଆ ପବନ, ବାଲକନିରୁ ନୀଳ ଆକାଶକୁ ଉଙ୍କି ମାରୁଥିବା ଗୋଲାପର ଗାଲକୁ କରୁଛି ଶୀତୁଆ। ଆକାଶର ଛାତି ଫାଟିଲେ ହେଁ ତାହାର କି ଯାଏ, କାକରରେ ଭିଜିଯିବ ଯାହା। ପରିଧି ଭିତରେ ତାର ହୋଇ ଆନମନା, ଖୋଜୁଥିବ ଆଉ ଏକ ସୁନ୍ଦର ବାହାନା। ଶୀତ ଆସିଛି ହୋଇ ଆନମନା। ସମ୍ପର୍କର ପୁରୁଣା ଉନରେ ବୁଣିବାକୁ ହାତ ବୁଣା ସ୍ୱେଟରଟିକୁ ପୁଣି ଥରେ ମା'ର ମମତା କରେ ଅପଚେଷ୍ଟା। ଆଖି ଲୁହ ଦର୍ପଣରେ ନାଚେ, ବିଦେଶରେ ଥିବା ପୁଅ ମୁହଁ ଅନ୍ତରେ ଭରିଛି ଅକୁହା ଯାତନା। ଶୀତ ଆସିଛି ହୋଇ ଆନମନା। ଆକାଶରେ ଜହ୍ନର ଲୁଚକାଳି ଖେଳ, ଅନାଥ ଶିଶୁଟି ଖୋଜେ ମା' କୋଳ। ଶୀତର ଶୀତଳତାରେ ଭରିଛି ଚଞ୍ଚଳ ମନର ଉଷ୍ଣତା, ସାଥୀ ପ୍ରୀତି ବିରହୀର ମନ ଉଦ୍ବିଗ୍ନତା। ସୁପ୍ତ ଶିଶୁ ସ୍ୱପ୍ନେ ଦେଖେ ପରି ରାଇଜ କାହାଣୀ, ଦେବଦୂତ ସମ ଦିଶେ ତା ମୁଖର ଚାହାଣୀ। ପ୍ରତ୍ୟୁଷ ଦେଉଛି ଆଗାମୀ ଦିନ ସୂଚନା। ଶୀତ ଆସିଛି ହୋଇ ଆନମନା। ବିଲୁଆର ହୁକେ ହୋ କୁହାଟ, ଆଖୁ କିଆରିରେ କୁକୁରଟା ପ୍ରତିଦ୍ୱନ୍ଦ୍ୱୀ ସାଜେ ଭୁକେ ଗାଁ ଦାଣ୍ଡରେ। ଅନଧିକାର ପ୍ରବେଶ ତ ନାହିଁ ମୋ ଘର ଏରିଆରେ। ଉଲ୍ଲୁକର ସ୍ୱରେ କରେ ଡରେ ଥରା ଜରା ପ୍ରାଣ, ସତେ କି ଆସିଛି ମୃତ୍ୟୁର ସୂଚନା। ଶୀତ ଆସିଛି ହୋଇ ଆନମନା। ଶୀତ ଆସିଛି ହୋଇ ଆନମନା। ଖୁବ୍ ସୁନ୍ଦର। ଆପଣଙ୍କ ମନରେ ଯେଉଁ ଭାବଟି ଆସେ ବା ଆସୁଛି, ସେଇ ଭାବଟିକୁ ନେଇ ଆପଣ ଯେତେବେଳେ ତାକୁ ଏକ କବିତାର ରୂପ ଦିଅନ୍ତି, ସେତେବେଳେ ଆପଣଙ୍କୁ କେମିତି ଲାଗେ? କାରଣ ଲେଖକ ବା କବିଙ୍କୁ ସ୍ରଷ୍ଟା ବୋଲି ମଧ୍ୟ ଉପମା ଦିଆଯାଇଥାଏ। ପ୍ରକୃତରେ ଆପଣ ଠିକ୍ କଥାଟିଏ କହିଲେ। କବି ଗୋଟିଏ ସ୍ରଷ୍ଟା, ସେ କବି ହୁଅନ୍ତୁ ବା କବୟିତ୍ରୀ ହୁଅନ୍ତୁ, ଆଜ୍ଞା, ସମସ୍ତେ ଜନନୀ ପରି। ମାତୃଭାବନା ନ ରହିଲେ କବିତାର ସୃଷ୍ଟି ହୁଏ ନା। ଏଥିରେ କିଛି ଲିଙ୍ଗଗତ ବିଚାର ନାହିଁ, ସମଦର୍ଶୀ ହେବାକୁ ପଡ଼େ। ଆଉ ଯେତେବେଳେ କବିତାର ସୃଜନ ହୋଇଯାଏ, ମନକୁ ଭାବନା ସବୁ ଯେତେବେଳେ ଆନ୍ଦୋଳିତ କରୁଥାଏ, କେମିତି କେମିତି ଭାବରେ ତାକୁ ସଂସାରକୁ ସୃଷ୍ଟି ଦେବ, ସେହି ଭାବନାରେ ମଜି ରହିଥାଏ କବି କିମ୍ବା କବୟିତ୍ରୀ। ଯେତେବେଳେ ଭାବନା ସୃଷ୍ଟି ତାର ସର୍ଜନାର ରୂପ ନିଏ, ତାକୁ କାଗଜ କଲମରେ ଉତାରି ଦିଏ, ସେତେବେଳେ ଗୋଟେ ନବଜନ୍ମିତ ଶିଶୁକୁ ଦେଖିଲେ ମା' ଯେମିତି ସବୁ ପୀଡ଼ା, ତାର ପ୍ରସବ ବେଦନାକୁ ଭୁଲିଯାଏ, ସେମିତି ଲାଗିଥାଏ କବି କବୟିତ୍ରୀ। ବହୁତ ସୁନ୍ଦର। କାରଣ ମୁଁ ବି କବିତା ଲେଖେ, ଆଉ ମୋତେ ବି ସେଇ ଅନୁଭୂତି ହୁଏ। ସେଥିପାଇଁ ଆପଣଙ୍କୁ ଏଇ ପ୍ରଶ୍ନଟି ମୁଁ ପଚାରିଲି। ତାହେଲେ ଭଉଣୀ, ଆଉ ଗୋଟିଏ ଆମକୁ କବିତା ଶୁଣାନ୍ତୁ। ଆପଣଙ୍କ କବିତାର ଶୀର୍ଷକ କହିଦିଅନ୍ତୁ। କବିତାର ଶୀର୍ଷକ ହେଲା ମଲା ଜହ୍ନ। ନୀଳ ଆକାଶରେ ମଲା ଜହ୍ନର ସେ ଠିକଣା ପାରୁନି ଖୋଜି। ଯେଉଁ ତାରା ମେଳେ ହସୁଥିଲା ଦିନେ, ଈର୍ଷାରେ ହସନ୍ତି ଆଜି। ଚାନ୍ଦର ଚାନ୍ଦିନୀ ଭାବି ମରୁଜଳ ଆକାଶକୁ ଉଠିଥିଲି। ପ୍ରଖର ତପନ କରରେ ତାପିତ କରପୋଡ଼ା ଆଜି ହେଲି। ପାଦର ଫୋଟକା ଖାତିର କରିନି ଆଶାର ଆକାଶେ ମନ। ଉଡ଼ି ବୁଲୁଥିଲା ବିହଗ ସାଜି, ଧରି ରଖିବାକୁ ଜହ୍ନ। ଅମା ଅନ୍ଧାରରେ ଲୁଚକାଳି ଖେଳି ଲୁଚିଯିବ କେବେ ଦିନେ। ଭାବିବି ନଥିଲା ମାନସ ପଟରେ ମଜି ମିଛ ମିଛିକାର ସ୍ୱପ୍ନେ। ପୁନେଇ ଆସିବ ଫେରିବ ଜହ୍ନ, ନୂତନ ଯୋଛନା ରାଜି। ନୂତନ ପୁଲକେ ଆମୋଦିତ ମନ, ସରାଗେ ଯାଇଛି ହଜି, ସରାଗେ ଯାଇଛି ହଜି। ବହୁତ ସୁନ୍ଦର। ଆପଣ ଗପ ଲେଖନ୍ତି? ହଁ, ଗପ ବି ଅନେକ ଲେଖିଛି। 25-30ଟି ଗପ ମୁଁ ଲେଖିଛି। ଆଉ ମୋ ଗପର ଶ୍ରେୟ ଯାଏ ଆରଣ୍ୟକ ଗ୍ରୁପକୁ। ଆଜ୍ଞା, ସେଠାରୁ ମୁଁ ପ୍ରେରଣା ପାଇଛି ଏବଂ ଗପ ଲେଖିଛି। ଆଉ 10-15ଟି ଗଳ୍ପ ଏବେ ଅଧା ଅଧୁରା ଭାବରେ ଭାବନାକୁ ପୁରା କରିପାରିନି। କବିତାଟା ଯାହା ମନରେ ଆସେ ଧୀରେ ଲେଖି ହେଇଯାଏ କମ୍ ସମୟ ସୀମା ଭିତରେ। କିନ୍ତୁ ଗଳ୍ପକୁ ଲେଖିବା ପାଇଁ ଭାବନା ବାଧାପ୍ରାପ୍ତ ହୋଇଗଲେ ତାହା ଆଉ କାଗଜ କଲମରେ ଉତାରି ହୁଏନି। ସଂସାର ଭିତରେ ଆମକୁ ବି ବହୁତ କାମ କରିବାକୁ ପଡ଼ୁଥାଏ। ଆମର ଇଚ୍ଛା ଥିଲେ ବି କିଛି ଲେଖିବାକୁ ନିଶ୍ଚିତ କିଛି ବାଧା ଆସିଯାଏ ଯେ ଆମେ ଲେଖିପାରୁନି।
नारी हिसाब रे आपण ठीक बुझिछंती घर संसार भितरे बांधी निश्चित। होई गले आ समय देई होय ना साहित्य को। ईश्वर तो आम नारी मानक बहुत किसी दायित्व देइछन्ती एवं समाज प्रति आमर सबु प्रकार भूमिका आमको अवतीर्ण होबाक पड़ुछि। अच्छा, लेखा माध्यम आपण आम समाज रे किछि संस्कार आनिबा पई बा आम समाज को किछि शिक्षा देबा पई चाहिछन्ती कि? हाँ निश्चय समस्ते सेया ही चाहिए एवं समाज जेहेतु एवं मैं आगरू कहूली जे साहित्यर भूमिका समाज को शिक्षा देवाई बहुत किछि। आज्ञा तेणुक मुझे चाहिए किछि लेखा माध्यम रे समाज को किछि वार्ता देवाई किछि जीवन दर्शन देवाई एवं किछि नीति शिक्षा देवाई। आज्ञा कवितार आम मन सहित किपरि संपर्क रही? मन आवेग को नहीं कवितार सृष्टि। आज्ञा आउ जदि अन्य जनकर सृष्टिर कविता भी आमे केतेबेले पढ़ी थाउ सेतेबेले आम मन भावावेग हो जाए। निश्चित भाव में हस खुशी लुह सेतिरे आमे निजे रंगित हो जाइथाउ। एमिति भी किछि गोटे परिस्थिति को देखिले भी आमर लेखनी चलिबाकू आरंभ करे। किछि गोटे घटना घटीगला ता ऊपर भी मन को आसी जाए। मनर स्थिति नहीं कविताटी माने सृष्टि होई थाए। ठीक कहिसंती आपण। ताहले भौणी आमको गोटे कथा कहिबे, ए कविता लिखिबा पई आपणको आपणको घरे केही केबे उत्साहित करिसंती कि बापांको परे? एबे तो आपण जने गृहिणी, ताहले घरे आपणको स्वामी केते भल पांती कविता को? मो स्वामी और मो रेल धारणार दुईटी पार्श्व बहुत दुहे समताल रे चलीछु किंतु दुहींकर आमर गंतव्य एक आज्ञा किंतु आमर दुहे विपरीत आज्ञा विपरीत धर्मी अटु ओहो, किंतु से मते आमे सामना रेल धारणार दुई पार्श्व रे ठिया होई दुहे दुही को देखिला बळी आज्ञा। से मते सपोर्ट करंती मोर कविता को प्रशंसा करंती किंतु आज्ञा। से कविता विषय रे किंछि तांकर हेते धारणा नाही किंतु ठीक से मते अछि। समस्त सब बेले समर्थन करंती। सेतिके बड़ कथा मैडम। से जदि न चाहते से जदि चिड़चिड़ी हुअन्ते ताहले आपण लिखिबा पई एते उत्कंठा आपणकर आसंता नहीं। जेहेतु से माने सहयोग करूचंती सपोर्ट करूचंती आपणको, ताहले सेई भाई को मध्य आमे धन्यवाद जणाउछु। ताहले भौणी एबे तो नुआ वर्ष आसुची, नुआ वर्ष उपरे आम भौणी मानको आपण किछि कविता सुनेइबे कि? निश्चय मोर कवितार शीर्षक है नववर्ष। स्वागतम नवबरस। कहार बा अप्राप्ति रे प्राप्ति, कहार जे प्राप्ति रे अप्राप्ति, अनेक हजिबारे पाइबार आशा, अनेक आशार समाधिस्थ सकल निराशा। कोह लुह जंत्रणा मृत्युर निषिद्ध पेटिका, समयर चोरा बाली परे हजिगला पदचिह्न परी, वर्षटिए बीतीगला रखिदेई स्मृतिर फुआरा, आंजोलाए स्वप्नर प्रत्याशा। प्राची कले उंकी मारे नवरवि नव उन्मादना, बंचिबा लड़िबा आकांक्षार अर्घ्य थाली नहीं, स्वागतम हे नवबरस तुमरी परस, प्रति हृदय बुणी देउ स्नेह पीयूष, वसुदेव कुटुंबकम आरोग्यर महामंत्रे, संतापित प्राण शांति लभे मुखे खेले हस, स्वागतम हे नवबरस, स्वागतम हे नवबरस। खूब सुंदर। ताहले भौणी आपण को जो आम श्रोता भौणी माने शुणुचंती तांको किछि वार्ता देबाकू चाहिबे कि? निश्चित रूपे घर संसार अनेक जंजाल थाए किंतु सबु नारी मध्यरे किछि ना किछि प्रतिभा लुचि रही थाए। आमे निजको जेबे भल न पाइबा तेबे दुनिया को भल पाई परिबा नाही एवं दुनिया आमको भल पाई पाइबो नाही। तेणु आमे आम भितरे थिबा प्रतिभा को उज्जीवित करिबा, ताकू लोकलोचन को आनिबा उचित। तेबे दुनिया आम आखिरे सुंदर दिसिबो, दुनिया आमको भल पाइबो और आमे दुनिया को भल पाई परिबा, जीवन को भल पाई परिबा एवं जीवनर सार्थकता रहिबो। बहुत सुंदर कथाटिए कहले आपण। ताहले आपण को आज आम भौणी माने जो श्रोता भौणी माने आपण को शुणुथिबे से माने बहुत खुशी होथिबे। कार्यक्रम तरफरु आपण को नूतन वर्षर अनेक अनेक अभिनंदन। आउ कार्यक्रम तरफरु आपण को अनेक अनेक धन्यवाद। मोर भी बहुत धन्यवाद मैडम, आपण ए सुजोग देइथिबारु। नमस्कार।
नमस्कार। ताहेले भौणी कवयित्री मोहिनी होतांक सह साक्षात्कार एवं तांकठारु कविता तो शुणिले। आसंतु शुणिबा भजनटीए बसंतराज सामलଙ୍କ रचनारु गाइछन्ती नमिता अग्रवाल।
ଆପଣମାନଙ୍କ ଜୀବନର ଚଲାପଥ ପୁଷ୍ପିତ ହେଉ ଏହି କାମନା ସହିତ ଆଜିର ଘର ସଂସାର କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ନମସ୍କାର।